ଜୟ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ସାଙ୍ଗମାନେ ଆଜି ହେଉଛି ରବିବାର ମାନେ ସଣ୍ଡେ। ତ ଆଜି କିଛି ଗୋଟେ ସ୍ପେଶାଲ୍ କରିବା ନା ଆଉ। ତ ସାଙ୍ଗମାନେ ଆଜି ସ୍ପେଶାଲ୍ ହେଉଛି ଦେଖୁନାହାନ୍ତି ମୋ ହାତରେ କ'ଣ ଅଛି। ତ ଚିକେନ୍ ଆଜି ଆସିଛି ଆଉ ମୁଁ ଏଥିରେ ପୁରା ତେଲ ଆଉ ହଳଦୀ ପକେଇ ପୁରା ମ୍ୟାରିନେଟ୍ କରିଦେଲି। ଆଉ ଏପଟେ ଦେଖିପାରୁଛନ୍ତି ତ କ'ଣ ଆଜି ବନୁଛି। ତ ସାଙ୍ଗମାନେ ଆଜି ବିରିୟାନୀ ହେଉଛି। ତ ସାଙ୍ଗମାନେ ମୋର ତ ବହୁତ ଫେଭରାଇଟ୍, ଆପଣମାନଙ୍କର ଫେଭରାଇଟ୍ କି ନାହିଁ କୁହନ୍ତୁ ତ। ତ ସାଙ୍ଗମାନେ ଚାଲ ଫଟାଫଟ ରୋଷେଇ କରିନେବା। ପ୍ରଥମେ କରେଇରେ ତେଲ ଦେଇଦେବେ ଆଉ ସେଥିରେ ଟିକେ ଅଳ୍ପ ଚିନି ଆଉ ପିଆଜ ତେଜପତ୍ର ଗୋଟା ମସଲା ଯାହା ଆମର ଅଛି ସବୁ ପକେଇ ନେବେ ଆଉ ପିଆଜକୁ ପକେଇ ଭଲ ଭାବରେ ଭାଜି ନେବେ। ଆଉ ଭଲ ଭାବରେ ପୁରା ଭାଜି ହେଇସାରିଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ଆଉ ଯାହା ଆମର ବେସିକ୍ ମସଲା ଯାହା ରହିଲା ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ୍ ମସଲା ଦେଇକି ଭଲ ଭାବରେ କଷି ନେବେ। ତାପରେ ଏଥିରେ ଚିକେନ୍ ପକେଇ ଦେବେ ଆଉ ଚିକେନ୍କୁ ବି ଭଲ ଭାବରେ କଷି ନେବେ। ଆଉ କଷି ସାରିଲା ପରେ ସାଙ୍ଗମାନେ ମୁଁ ଏପଟେ ଅଲଗା ଯେଉଁ ପିଆଜ ରଖିଥିଲି ସବୁ ଯେଉଁ ସଜେଇ ଗାର୍ନିସିଂ କରିବା ପାଇଁ ଆଉ ଏପଟେ ମୁଁ ଭାଜି ନେଇଥିଲି। ଆଉ ଏପଟେ ମୁଁ ରାଇତା ବନେଇ ଦେଇଥିଲି ଦହି ରାଇତା। ଆଉ ଏଠି ଦେଖନ୍ତୁ କେତେ ସୁନ୍ଦର ଦିଶୁଛି। କ'ଣ କ'ଣ ପକେଇଛି ବି ଆପଣଙ୍କୁ କହିବି। ଆଉ ଏପଟେ ଦେଖନ୍ତୁ ପୁରା ଚିକେନରୁ ତେଲ ବାହାରି ପଡ଼ିଲାଣି ଆଉ ଭଲ ଭାବରେ ପୁରା ମୁଁ କଷି ହେଇଗଲାଣି। ଆଉ ମୁଁ ଭଲ ଭାବରେ ତାକୁ ମାନେ ଟମାଟୋ ହେରିକା ଦେଇକି ଭଲ ଭାବରେ କଷି ନେଇଥିଲି। ତାପରେ ଏଠି ଗୋଟେ ଜାଗା ବସେଇ ନେଲି ଯେଉଁଥିରେ ଷ୍ଟିମ୍ ଦେବା ପାଇଁ ପ୍ରଥମେ ମୁଁ ସେଇ ଜାଗାଟାରେ ଭଲରେ ତେଲ ଲଗେଇ ଦେଇଥିଲି। ଆଉ ତା ତଳେ ଅଳ୍ପ ପାଣି ତାପରେ ଭାତ ଦେଇ ଦେଇଥିଲି। ତାପରେ ଏଠି ରଖିଥିଲି ମାନେ ସଜେଇବା ପାଇଁ ଅଳ୍ପ କଲର୍ ଦେଇକି ଭାତ ରଖିଥିଲି ଆଉ ଚିକେନ୍ ଦେଇଥିଲି। ଆଉ ଯେଉଁ ଭାଜି ରଖିଥିବା ପିଆଜ ଧନିଆ ପତ୍ର ପୁଦିନା ପତ୍ର ଆଉ ମେନ୍ ହେଉଛି ବିରିୟାନୀ ମସଲା ତ ସବୁ ପକେଇଦେଲି। ପକେଇ ଦେଲା ପରେ 3ଟା ଲେୟାର୍ କରିଦେଇଥିଲି ମୁଁ। 3ଟା ଲେୟାର୍ କରିକି ଏଠି ତାୱାଟେ ବସେଇକି ମୁଁ ତା ଉପରେ ବସେଇ ନେଇଥିଲି। ଆଉ 15-20 ମିନିଟ୍ ପାଇଁ ପୁରା ଭାବରେ ସିମ୍ରେ ରଖିକି ତାକୁ ପୁରା ଷ୍ଟିମ୍ ଦେଇଦେବେ। ତ ଦେଖୁନାହାନ୍ତି ଆମର ବିରିୟାନୀଟା କେତେ ସୁନ୍ଦର ଦିଶୁଛି ନା ସାଙ୍ଗମାନେ। ଆଉ ଲାଷ୍ଟକୁ ଗୋଲାପ ଜଳ ପକେଇକି ମୁଁ ଟିକେ ତାକୁ ଭଲ ଭାବରେ ଘୋଡ଼େଇ ନେଇଥିଲି। ତ ସାଙ୍ଗମାନେ କାହାକୁ କାହାକୁ ବିରିୟାନୀ ଭଲ ଲାଗେ କହିବେ, ମୋତେ ତ ବହୁତ ଭଲ ଲାଗେ। ଆଉ ମୁଁ ଯେଉଁଭଳି ପ୍ରୋସେସ୍ରେ ବନାଉଛି ମୁଁ ଆପଣଙ୍କୁ ସେଇଭଳି ଦେଖେଇଲି ନର୍ମାଲ୍, ନା ବେଶୀ ମସଲା ନା ବେଶୀ ତେଲ କିଛି ନାହିଁ। ଆଉ ଏଠି 15 ମିନିଟ୍ ହେଇସାରିଲା ପରେ ମୁଁ ବାହାର କରିକି ଆପଣମାନଙ୍କୁ ଦେଖାଉଥିଲି। ତ ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ମାନେ ଦେଖାଯାଉଛି, ବେଶୀ କଲର୍ ବି ନାହିଁ ଆଉ ବଢ଼ିଆ ବି ଲାଗୁଥିଲା। ଆଜି ସମସ୍ତେ ଖାଇ କହିଲେ ଆଜି ବଢ଼ିଆ ହେଇଛି। ତ ଦେଖିପାରିଲେ ସାଙ୍ଗମାନେ। ଆଉ ଏପଟେ ମୁଁ ଯେଉଁ ସେ ଚିକେନ୍ କରିଥିଲି ସେଥିରୁ ମୁଁ କିଛି ଝୋଳ ବାହାର କରିନେଇଥିଲି। ଆଉ ଏପଟେ ମୁଁ ପକେଇଥିଲି ଧନିଆ ପତ୍ର ଆଉ ପୁଦିନା ପତ୍ର ଗାଜର କାକୁଡ଼ି ଆଉ ଆଜି ବିରିୟାନୀ ଖାଇକି ସମସ୍ତେ କହିଲେ ଭଲ ହେଇଛି। ତ ସାଙ୍ଗମାନେ ରହିଲି ଜୟ ଜଗନ୍ନାଥ।